ସ୍ୱାଧୀନତା ଦିବସ ଭାଷଣ ବା ଅଗଷ୍ଟ 15 ଭାଷଣ ବା ଆମେ ଇଂରାଜୀରେ ଇଣ୍ଡିପେଣ୍ଡେନ୍ସ ଡେ ସ୍ପିଚ୍ କହିବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଏଠାରେ ଉପସ୍ଥିତ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ଏବଂ ଅତିଥି ଅଭ୍ୟାଗତ ଗଣ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୋର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ମୁଁ କହିବାକୁ ଚାହେଁ ଯେ ଯେଉଁମାନେ ବିଦେଶୀ ଶାସନ କବଳରୁ ଦେଶ ମାଆକୁ ରକ୍ଷା କରିବା ଲାଗି ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ସେହିମାନଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଆପଣମାନେ ଜାଣନ୍ତି, ଏ ଦେଶ ଏତେ ସହଜରେ ସ୍ୱାଧୀନତା ଲାଭ କରିନାହିଁ। ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନର ବଦଳରେ ଦେଶ ପାଇଁ ଏ ସ୍ୱାଧୀନତା ଆଣିଛନ୍ତି। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଲାଲା ଲଜପତ ରାୟ, ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ ଇତ୍ୟାଦି ମହାପୁରୁଷ ଦେଶ ପାଇଁ ଅବାରିତ ସଂଘର୍ଷ କରିଛନ୍ତି। ଭଗତ ସିଂ, ମଙ୍ଗଲ ପାଣ୍ଡେ, ଖୁଦିରାମ ବୋଷ ଆଦି ମହାମନୀଷୀ ହସି ହସି ଫାଶୀ ଖୁଣ୍ଟରେ ଚଢ଼ିଛନ୍ତି। କେତେ ଯେ ମହାମାନବ ଦେଶ ଲାଗି ସଂଘର୍ଷ କରି ଅବରୁଦ୍ଧ କାରାଗାରର ଚାରିକାନ୍ଥ ଭିତରେ ଜୀବନ ବିତାଇଛନ୍ତି। ଆମେ ଆଜି ଯେଉଁ ସ୍ୱାଧୀନତା ଭୋଗ କରୁଛେ, ତାହା ସେହି ମହାମନୀଷୀମାନଙ୍କ ନିରନ୍ତର ଉଦ୍ୟମ ଆଉ ଆତ୍ମ ବଳିଦାନର ଫଳ। ଏହା ଏ ସ୍ୱାଧୀନ ଭାରତର ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଉଚିତ। ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ ବଞ୍ଚାଇ ରଖି ଦେଶର ଅଖଣ୍ଡତା ଲାଗି ଆମେ ନିରନ୍ତର ପ୍ରୟାସ କରିବା ସମସ୍ତଙ୍କ ପାଇଁ ବାଞ୍ଛନୀୟ ଅଟେ। ସ୍ୱାଧୀନତା ପରେ ଦୀର୍ଘ 77 ବର୍ଷରୁ ଉର୍ଦ୍ଧ୍ୱ କାଳ ଅତିକ୍ରାନ୍ତ ହୋଇସାରିଛି। ଦୁଃଖ ଲାଗେ, ଦେଶ ପାଇଁ ଲଢ଼ିଥିବା ସେହି ମହାପୁରୁଷମାନଙ୍କ ସ୍ୱପ୍ନକୁ ଆମେ ଏଯାବତ୍ ପୂରା କରିପାରିନାହୁଁ। ଜାତିର ଜନକ ଗାନ୍ଧିଜୀଙ୍କ ପରିକଳ୍ପନାର ରାମରାଜ୍ୟକୁ ସାକାର ରୂପ ଦେବାକୁ ଆମେ ସକ୍ଷମ ହୋଇପାରିନୁ। ଗୋଟିଏ ସ୍ୱାଧୀନ ଦେଶର ଜଣେ ସ୍ୱାଧୀନଚେତା ନାଗରିକ ହିସାବରେ ସେହି ବୀରପୁରୁଷମାନଙ୍କ ଅଧୁରା କାମକୁ ପୂରା କରିବା କ'ଣ ଆମ କର୍ତ୍ତବ୍ୟ ନୁହେଁ? ଆପଣମାନେ ଜାଣନ୍ତି, ଏ ଦେଶ ଏବେ ବି ବିଭିନ୍ନ ସଂଘର୍ଷମୟ ପରିସ୍ଥିତି ଦେଇ ଗତି କରୁଛି। ନିରକ୍ଷରତା, ଦାରିଦ୍ର୍ୟତା, କୁସଂସ୍କାର, ଅନ୍ଧବିଶ୍ୱାସ ଭଳି ସମସ୍ୟା ଏବେ ବି ଏ ଦେଶରେ ବିଦ୍ୟମାନ। ଦୁର୍ନୀତି ପରି ମହାନ ସମସ୍ୟାରେ ପଡ଼ି ଏବେ ବି ଲୋକ ଛଟପଟ ହେଉଛନ୍ତି। ଛୁଆଁ ଅଛୁଆଁ ଭଳି ଘୃଣ୍ୟ ପ୍ରଥା ଏବେ ବି ବହୁ ଲୋକଙ୍କୁ କବଳିତ କରି ରଖିଛି। ଏବେ ବି ଦେଶର ହଜାର ହଜାର ଶିଶୁ ପାଠ ପଢ଼ିବା ବୟସରେ ପର ଘରେ ମୂଲ ଲାଗି ପେଟ ପୋଷୁଛନ୍ତି। ଅନାହାର ପରି ସମସ୍ୟା ଏବେ ବି ଏ ଦେଶର ପିଛା ଛାଡ଼ୁନାହିଁ। କିନ୍ତୁ କାହିଁକି? ଆପଣମାନେ ଜାଣି ରଖନ୍ତୁ, ଆଜିର ଏ ଦିନ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆମେ ସ୍ୱାଧୀନ କହି ଛାତିରେ ହାତ ବାଡ଼େଇ କେବଳ ଗର୍ବ କରିବାରେ ଆମ ସମସ୍ୟାର ସବୁ ସମାଧାନ ହେବ ନାହିଁ। ଏହାଛଡ଼ା ଏତେ ସମସ୍ୟା ଭିତରେ ଏ ସ୍ୱାଧୀନତାର କିଛି ମାନେ ନାହିଁ। ଆମକୁ ଏସବୁ ସମସ୍ୟା ଭିତରୁ ମୁକୁଳିବାକୁ ସଂଗ୍ରାମ କରିବାକୁ ହେବ। ଆଉ ଏଥିଲାଗି ଦରକାର ଏ ଦେଶର ପ୍ରତ୍ୟେକ ଜନସାଧାରଣଙ୍କ ଭାଗିଦାରୀ। ଆଜିର ଏ ମୁହୂର୍ତ୍ତ ଆମ ସଭିଙ୍କ ପାଇଁ ଶୁଭ ମୁହୂର୍ତ୍ତ। ଆମକୁ ଦୃଢ଼ ଶପଥ ନେବାକୁ ହେବ, ଦେଶର ହିତ ପାଇଁ ଲଢ଼େଇ କରିବାକୁ ହେବ। ଆମ ସ୍ୱାଧୀନତା ସଂଗ୍ରାମରୁ ଆମେ ଶିଖିବାକୁ ପାଇଛେ ଯେ ନିରବଚ୍ଛିନ୍ନ ଆଉ ନିଃସ୍ୱାର୍ଥପର ପ୍ରୟାସ ବଳରେ ସବୁକିଛି ସମ୍ଭବ ଅଟେ। ଏହାକୁ ଗୁରୁମନ୍ତ୍ର କରି ଆମେ ଆଗେଇ ଚାଲିବା। ଦେଶ ଓ ଜାତିର ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବା। ନିରକ୍ଷରତାକୁ ଦେଶରୁ ଆମେ ଦୂରେଇ ଦେଇପାରିଲେ ସମସ୍ତଙ୍କ ହୃଦୟରେ ସଚେତନତା ବୃଦ୍ଧି ପାଇବ। ଲୋକେ ନିଜ ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ହୋଇପାରିବେ। ଲୋକେ ନିଜ ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ହେଲେ ଦେଶର ବିକାଶ ଲାଗି ମାର୍ଗ ପ୍ରଶସ୍ତ ହେବ। ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଏତିକି କାମନା କରିବି ଯେ ଆଜିର ଏ ମଙ୍ଗଳମୟ ମୁହୂର୍ତ୍ତ ସଭିଙ୍କ ମନରେ ଏକ ନୂତନ ଉନ୍ମାଦନା ଜାଗ୍ରତ କରୁ। ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜାତୀୟ ସ୍ୱାର୍ଥର ବିକାଶ ସଭିଙ୍କ କାମ୍ୟ ହେଉ। ସ୍ନେହ, ସୌହାର୍ଦ୍ଦ୍ୟ ଓ ଭ୍ରାତୃତ୍ୱର ନିଗୂଢ଼ ବନ୍ଧନ ଦେଶକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁ। ଚାଲ ଆଜି ଆମେ ଏକ ସ୍ୱରରେ ଗାଇବା, ଜୟ ହିନ୍ଦ, ଜୟ ଭାରତ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି ସ୍ୱାଧୀନତା ଦିବସ ଭାଷଣଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ଭଲ ଲାଗିଛି ଯଦି ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଜୟ ଜଗନ୍ନାଥ, ଜୟ ଭାରତ।